teacher. I am grateful to my neighbor. ମୁଁ ମୋର ପଡ଼ୋଶୀମାନଙ୍କୁ ଧନ୍ୟବାଦ ଦେବି। ମୋର ଆଖପାଖରେ ରହୁଥିବା ମୋର ସାଙ୍ଗସାଥୀମାନଙ୍କୁ ବି ମୁଁ ଧନ୍ୟବାଦ ଦେବି। ମୋର ପିଲାଛୁଆମାନଙ୍କୁ ମୁଁ ଧନ୍ୟବାଦ ଦେବି। ଆମ ପରିବାରରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଦେବି। ଆଉ ମୁଁ ଯେଉଁଠାରେ ମୋର ଚାକିରି ନିର୍ବାହ କରୁଛି ସେ ଯେଉଁ ଛୋଟ ଛୋଟ ପିଲାମାନଙ୍କ ଗହଣରେ ମୁଁ ରହୁଛି ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି। ମୁଁ ଧନ୍ୟବାଦ ଦେବି ସେଇମାନଙ୍କୁ ମୁଁ ପ୍ରତିଦିନ ଯେଉଁ ବସ୍ରେ ଯିବା ଆସିବା କରୁଛି, ଯେଉଁ କଣ୍ଡକ୍ଟର ଭାଇ, ଯେଉଁ ବସ୍ ଚାଳକ ସେ ମୋତେ ସୁରକ୍ଷିତ ଭାବରେ ମୋର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇ ଦିଅନ୍ତି, ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଆଉ ମୁଁ ଧନ୍ୟବାଦ ଦେବି ସେ ଦୋକାନୀ ଭାଇଙ୍କୁ, ମୁଁ ଧନ୍ୟବାଦ ଦେବି ସେ କ୍ଷୀରବାଲାଙ୍କୁ, ମୁଁ ଧନ୍ୟବାଦ ଦେବି ସେହି ମାନେ ମୋର ଛୋଟ ଛୋଟ ପ୍ରତ୍ୟେକଟି ଛୋଟ ଛୋଟ କାମରେ ସାହାଯ୍ୟ କରୁଥିବା ଭାଇ ଭଉଣୀମାନଙ୍କୁ, ଯେଉଁମାନେ ମୋ ପାଇଁ ପାଣି ସପ୍ଲାଏ କରିଦିଅନ୍ତି, ଯେଉଁମାନେ ମୋତେ ଠିକ୍ ଟାଇମ୍ରେ ବିଦ୍ୟୁତ୍ ସରବରାହକୁ ଯୋଗାଇଥାନ୍ତି। ମୁଁ ପ୍ରତିଟି ପ୍ରାଣୀକୁ ପ୍ରତିଟି ବ୍ୟକ୍ତିକୁ ମୋ ତରଫରୁ ଆନ୍ତରିକ ଧନ୍ୟବାଦ ଦେବି, ଧନ୍ୟବାଦ ଦେବି, ଧନ୍ୟବାଦ ଦେବି। ମୁଁ ଧନ୍ୟବାଦ ଦେବି ବାୟୁମଣ୍ଡଳକୁ, ମୁଁ ଧନ୍ୟବାଦ ଦେବି ପାଣି ପବନକୁ, ମୁଁ ଧନ୍ୟବାଦ ଦେବି ପ୍ରାକୃତିକ ପରିବେଶକୁ, ମୁଁ ଧନ୍ୟବାଦ ଦେବି ମାଟିକୁ, ଯେଉଁଥିରେ ମୁଁ ମୋର ଶରୀର ଶୀତଳ ପବନ, ମୋ ଶରୀରରେ ଯେଉଁ ଶୀତଳ ପବନ ପ୍ରବାହିତ ହେଉଛି, ଯେଉଁ ରକ୍ତ କଣିକା ପ୍ରବାହିତ ହେଉଛି, ସେ ଜଳ କଣିକାକୁ ମୁଁ ଧନ୍ୟବାଦ ଦେବି। ତେବେ କେତେ ସୁନ୍ଦର ନା ଏ ସୃଷ୍ଟି କେତେ ସୁନ୍ଦର, କେତେ ଚମତ୍କାର। ନିଜ ଚକ୍ଷୁରେ ଟିକେ ଦେଖିବାକୁ ଚେଷ୍ଟା କରନ୍ତୁ ନା, କେତେ ସୁନ୍ଦର ଏଇ ଚକ୍ଷୁରେ ଆପଣ ଏ ସୃଷ୍ଟିର ଚମତ୍କାରିତା, ଏ ସୃଷ୍ଟିର ସୁନ୍ଦରତମ ଜିନିଷକୁ ନିଶ୍ଚିତ ଭାବରେ ଉପଲବ୍ଧି କରିପାରିବେ, ନିଜକୁ ଭଲ ପାଇପାରିବେ। ଏବଂ ଯିଏ ନିଜକୁ ଭଲ ପାଇପାରେ ନା ସିଏ ଅନ୍ୟକୁ କ'ଣ ସାରା ବିଶ୍ୱକୁ ଭଲ ପାଇପାରେ ଏବଂ ସାରା ବିଶ୍ୱର ପ୍ରତିଟି ଗୁଳି କହିବାକୁ ସେ ଭଲ ପାଇପାରେ। ଥରେ ଟିକେ ଚାଲନ୍ତୁ ନା ଏଇ ଭଲ ପାଇବାର ଭାବନାଟାକୁ ଆମେ ସମସ୍ତଙ୍କ ଭାବରେ ବାଣ୍ଟିଦେବା, ପ୍ରତ୍ୟେକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା, ପ୍ରତ୍ୟେକଙ୍କୁ ଭଲ ପାଇବା। ଈଶ୍ୱରଙ୍କର ସୃଷ୍ଟିର ତାର ହେଉଛି ଯାହାର ପଟାନ୍ତର ନାହିଁ। ତାଙ୍କର ପ୍ରତ୍ୟେକଟି ପଦାର୍ଥ ଆମର ସମସ୍ତଙ୍କର ସେବାରେ ଲାଗୁଛି। ତେବେ ଆମର ଶରୀର, ଆମର ମନ, ଆମର ପ୍ରାଣ କାହିଁକି ତାଙ୍କ ସେବାରେ ସମର୍ପିତ ନ କରିବା? ଧନ୍ୟବାଦ।